ରୁବି ମାୟାକୁ କହିବେ, ମାୟା ତୁ ଏଠି ବସି ସଜେଇ ହଉଛୁ, ତତେ କ'ଣ ତୋ ବଡ଼ ଭଉଣୀ ଉପରେ ଟିକେ ହେଲେ ବି ଚିନ୍ତା ନାହିଁ? ତାପରେ ମାୟା କହିବେ, କ'ଣ ହେଇଛି ଦିଦି? ତାପରେ ରୁବି କହିବେ, କ'ଣ ନ ହେଇଛି ସେ କଥା ପଚାର। ଦିନ ସାରା ସେ ବୁଢ଼ୀ ମୋ ଉପରେ ଯାହା ଅତ୍ୟାଚାର କଲା, ରାତିରେ ଗୋଟିଏ ଯାକ ଖଟ ମାଡ଼ି ବସି ଶୋଇଲା, ଅଧ ରାତିରେ ଟିକେ ନିଦ ଜୋରରେ ହେଇଛି ନା ନାହିଁ, ଏମିତି ଧକ୍କାଟେ ପକାଇଲା ଯେ ଆମେ ମା ଝିଅ ଦିଟା ଯାକ ତଳେ ଦୁଲଦାଲ ହେଇ ପଡ଼ିଲୁ। ଆ ବୋଉଲୋ ମୋ ଅଣ୍ଟା। ଏମିତି କହି ରୁବି ଚେୟାରରେ ଯାଇ ବସିବେ। ଆଉ କହିବେ, ତାରି ପାଇଁ ମୁଁ ସାରା ରାତି ଯାଇ ହଲରେ ଶୋଇଲି, ତଥାପି ସେ ବୁଢ଼ୀର ମନ ଶାନ୍ତି ହେଲାନି ଯେ ରାତି ନ ପାହୁ ପାହୁ ମୋତେ ଆସି ବେହୋସ ଉଠେଇ ସାରିଲାଣି। ତାପରେ ମାୟା କହିବେ, ଦିଦି ତୁ ବି ଅଯଥାରେ ଜିଦ୍ କରୁଛୁ। ଆରେ ପିଉସୀମା ବୁଢ଼ୀ ଲୋକ, ତାଙ୍କର ବୟସ ହେଇଗଲାଣି, ତାଙ୍କ କଥାକୁ ତୁ କାହିଁକି ଧ୍ୟାନ ଦଉଛୁ? ପିଇସୀମା ଯାହା ବି କରନ୍ତି ଘରର ମଙ୍ଗଳ ପାଇଁ କୁହନ୍ତି, ଏ ଘରର ଶୃଙ୍ଖଳା କରିବା ପାଇଁ କୁହନ୍ତି। ତୁ ତାଙ୍କ କଥାକୁ ଧ୍ୟାନ ନ ଦେଇ ଥରୁଟିଏ ତାଙ୍କ ହୃଦୟକୁ ଦେଖ, କେତେ ଭଲ ସିଏ। ତାପରେ ରୁବି କହିବେ, ତୁ ହୋସରେ ଅଛୁ ତ ମାୟା? ତୁ କ'ଣ କହୁଛୁ ନିଜେ ବୁଝିପାରୁଛୁ ତ? ଆରେ ତୁ କ'ଣ ଭୁଲିଗଲୁ ତୋର ଏ ଭଲ ଆଉ ହୃଦୟବାନ ପିଉସୀମା କାଲି ସମସ୍ତଙ୍କ ସାମ୍ନାରେ ତୋତେ କେମିତି ଇନସଲ୍ଟ କଲେ, ସେ ପୁଣି ପଲ୍ଲବୀ କଥାରେ। କ'ଣ ହେଲା, ତୁ ମୋତେ ଏମିତି ଦେଖୁଛୁ କ'ଣ? କାଲି ତ ସବୁ ଠିକ୍ ହେଇ ଯାଇଥିଲା, କିନ୍ତୁ ମୋ ଅତ୍ୟାଚାର ସହି ନ ପାରି ମମତା ଏ ଘରୁ ଚାଲି ଯାଇଛି। ଏ କଥା ପିଉସୀ ମାଙ୍କୁ କହିଲେ କିଏ? ପଲ୍ଲବୀ ନା। ତାପରେ ମାୟା କହିବେ, ପଲ୍ଲବୀ ନୁହେଁ ଦିଦି, ଆଦର୍ଶ ସେ କଥା କହିଛି। ତାପରେ ରୁବି କହିବେ, ହଁ କିନ୍ତୁ ଏ କଥା ଆଦର୍ଶ ମୁଣ୍ଡରେ କିଏ ପୁରେଇଛି? ପଲ୍ଲବୀ ନା। ଭିତରେ ଭିତରେ ଲୁଚି ଲୁଚି ପଲ୍ଲବୀ କେମିତି ଖେଳ ଖେଳୁଛି, ତୁ କ'ଣ ଦେଖିପାରିଲୁନି ମାୟା? ପିଉସୀ ମାଙ୍କୁ ଏ ଘରକୁ ଡାକିବା ପଛରେ ତାର ଅସଲ ଉଦ୍ଦେଶ୍ୟ ହେଉଛି ମମତାକୁ ଏ ଘରକୁ ଫେରେଇ ଆଣିବ। ସେଇଥିପାଇଁ ତ ବୁଢ଼ୀ ହେ ଘରେ ପାଦ ଦାଉ ଦାଉ ମମତାକୁ ଡାକ ଘୋଷି ହେଉଛି। ଆଉ ମାୟା, ମମତା ଯଦି ଏ ଘରକୁ ଚାଲି ଆସେ, ତାହେଲେ ଇଏ କେବଳ ପଲ୍ଲବୀର ଜିଦ୍ ହବନି, ବରଂ ସବୁଦିନ ପାଇଁ ଏ ଘରେ ପଲ୍ଲବୀର ବଲା ଆହୁରି ଭାରୀ ହେଇଯିବ। ତାପରେ ସେ ଆଉ ତୋତେ କାହିଁକି ଖାତିର କରିବ? ଥରେ ଭାବ ମାୟା, ତୁ ପୁଣି ଯିବୁ ମମତାକୁ ଡାକିବାକୁ, ତାମାନେ ମମତା ଆଗରେ ତୋତେ ମୁଣ୍ଡ ନୁଆଇବାକୁ ପଡ଼ିବ, ତା ଗୋଡ଼ ଧରିବାକୁ ପଡ଼ିବ, ଯୋଉଠିକି ତୋର ଏଥିରେ ଟିକେ ହେଲେ ବି ଭୁଲ ନାହିଁ। ତୁ ବଡ଼ ହେଇ ଯଦି ସାନର ଗୋଡ଼ ଧରିବୁ, ତାହେଲେ ଏ ଘରେ ତୋର ଇଜ୍ଜତ କୋଉଠି ରହିବ କହ? ଆଉ ଇଏ ହେଉଛି ପଲ୍ଲବୀର ଖେଳ, ତୁ ତାକୁ ହଇରାଣ କରୁଛୁ ନା, ସେଇଥିପାଇଁ ସମସ୍ତଙ୍କ ସାମ୍ନାରେ ତୋତେ ନିଚା ଦେଖେଇବା ପାଇଁ ସେ ଜାଣିଶୁଣି ଏମିତି କରୁଛି। ତୁ ତ ସରଳ ହୃଦୟର ଲୋକ, କାହା ଅନ୍ତରକୁ ଜାଣି ନ ପାରି ତାଙ୍କ ଜାଲରେ ଫସି ଯାଉଛୁ। ସେଇ ଅବସ୍ଥା ତୋର ବି ହେଉଛି। ମୁଁ ତୋତେ ଏବେଠୁ ସାବଧାନ କରି ଦଉଛି, ଏବେ ବି ସମୟ ଅଛି ମାୟା, ତୁ ପଲ୍ଲବୀ ଜାଲରେ ପଡ଼ନି। ତାପରେ ଆଦର୍ଶ ଆଉ ପଲ୍ଲବୀ ଆସିବେ। ତାପରେ ଆଦର୍ଶ ମାୟାକୁ କହିବେ, ମା ଆମେ ଯାଉଛୁ ପୂଜା ପାଇଁ, ଦାଦା ଖୁଡ଼ୀଙ୍କୁ ସାଙ୍ଗରେ ନେଇକି ଆସିବୁ। ତମେ ଯଦି ଆମ ସାଙ୍ଗରେ ଯାଇଥାନ୍ତି, ତାହେଲେ ଦାଦା ଖୁଡ଼ୀ ବହୁତ ଖୁସି ହୋଇଥାନ୍ତେ। ତାପରେ ପଲ୍ଲବୀ କହିବେ, ମାମା ଆପଣ କିଛି କହିଲନି ଯେ? ତାପରେ ରୁବି କହିବେ, ମାୟା କାହିଁକି ସେଠିକି ଯିବ? ମମତା ତା ନିଜ ଇଚ୍ଛାରେ ଏ ଘରୁ ଯାଇଛି, ବଡ଼ ଔକାତ ଦେଖେଇକି ଯାଇଛି ସିଏ, ତେଣୁ ତାକୁ ଯଦି ଆସିବାର କଥା, ତାହେଲେ ସେ ନିଜେ ନିଜେ ଆସିବ। ମାୟା କାହିଁକି ଯିବ ତାକୁ ଡାକିବାକୁ? ତାପରେ ଆଦର୍ଶ ମାୟାକୁ କହିବେ, ମା ଆମ ଘରର ଲଢ଼େଇ ଝଗଡ଼ା ମତାନ୍ତର ଏସବୁ ଏମିତି ଲାଗି ରହିବ, କିନ୍ତୁ ମୁଁ ଜାଣିଛି ମା, ତମ ପାଇଁ ମହାପାତ୍ର ଖାନଦାନର ପରମ୍ପରା ସବୁଠୁ ଉପରେ, ଆଉ ବର୍ତ୍ତମାନ ପରିସ୍ଥିତିରେ ପୂଜାରେ ପ୍ରେଜେଣ୍ଟ ରହିବା ପାଇଁ ଦାଦା ଖୁଡ଼ୀ ଏ ଘରକୁ ଆସିବା ନିହାତି ଦରକାର ମା। ମା ତମେ ତ ଖୁଡ଼ୀଙ୍କୁ ବହୁତ ଭଲ ଭାବେ ଜାଣିଛ, ପୂଜା କଥା ଶୁଣି ସେ ଆସିବା ପାଇଁ କେବେ ବି ମନା କରିବେନି। ସେ ତ କେବେଠୁ ଏଠିକି ଆସିବା ପାଇଁ ଚାହିଁ ବସିଥିବେ ମଧ୍ୟ, ବାସ୍ ଖାଲି ଅପେକ୍ଷା କରିଥିବେ କି ଘରର କେହି ବଡ଼ ଲୋକ ତାଙ୍କୁ ଆଣିବାକୁ ଗଲେ ସେ ଏଠିକି ଚାଲି ଆସିବେ। ତାପରେ ପଲ୍ଲବୀ ମାୟାକୁ କହିବେ, ମାମା ଆପଣ କ'ଣ ସତରେ ଭାବୁଛନ୍ତି ସାନମା କିଛି ଅପରାଧ କରିଛନ୍ତି ବୋଲି? ନାଇଁ ନା ମାମା, ଆପଣ
ହେଉଛନ୍ତି ଏ ଘରର ବଡ଼ ବୋହୂ। ଆପଣଙ୍କ ଶାଶୁଙ୍କର ଆପଣଙ୍କ ଉପରେ ଗର୍ବ ଥିଲା ଯେ ଆପଣ ହେଉଛନ୍ତି ଜଣେ ପରମ୍ପରା ରୀତିନୀତି କଥାକୁ ମାନୁଥିବା ଜଣେ ଆଦର୍ଶ ବୋହୂ। ସବୁବେଳେ ଆପଣ ଏ ଘରର ବଡ଼ ବୋହୂର ଦାୟିତ୍ୱ ତୁଲେଇ ଆସିଛନ୍ତି। ବଡ଼କୁ ସମ୍ମାନ ଦେବା, ସାନକୁ ସ୍ନେହ କରିବା, ଦରକାର ପଡ଼ିଲେ ଗାଲି କରି ତାକୁ ଶାସନ କରିବା, ଘରେ ଶୃଙ୍ଖଳା ରଖି ଘରକୁ ଚଲେଇବା, ଏସବୁରେ ଆପଣ କେବେ ବି ଅବହେଳା କରନ୍ତିନି। କି ଏ ଘରକୁ କି ଏ ପରିବାରକୁ କି ଏ ଘରର ପରମ୍ପରାକୁ କେବେ ଭାଙ୍ଗି ଯିବାକୁ ଦେଇନାହାନ୍ତି ଆପଣ। ତ ଆଜି ମହାପାତ୍ର ଖାନଦାନର ପରମ୍ପରାକୁ ନେଇ ଯେଉଁ ବିଶୃଙ୍ଖଳା ସୃଷ୍ଟି ହେବାକୁ ଯାଉଛି, ସେଇଥିପାଇଁ ଆପଣ ଏତେ ନୀରବତା କାହିଁକି ମାମା? ତାପରେ ଆଦର୍ଶ କହିବେ, କିଛି ତ କୁହନ୍ତୁ ମାମା। ତମେ ଏମିତି ଚୁପ୍ ନ ରହି ତମକୁ ମୁହଁ ଖୋଲିବାକୁ ପଡ଼ିବ। ତାପରେ ରୁବି ମାୟାକୁ କହିବେ, ତୁ ଏମାନଙ୍କ କଥାରେ ପଡ଼ନି ମାୟା, ଏମାନେ ତୋତେ ଭୋଲା ବନେଇବାକୁ ଚେଷ୍ଟା କରୁଛନ୍ତି। ତୁ ମୋତେ ଗୋଟେ କଥା କହ ମାୟା, ତୁ କ'ଣ ମମତା ପାଖକୁ ଯାଇ ମୁଣ୍ଡ ନୁଆଇବୁ? ତାପରେ ପଲ୍ଲବୀ କହିବେ, ନାଇଁ ମାମା, କିଏ କହିଲା ଆପଣଙ୍କୁ ସାନମାଙ୍କ ପାଖକୁ ମୁଣ୍ଡ ନୁଆଇବାକୁ ଯିବେ? ଦେଖନ୍ତୁ ମାମା, ଯଦି ଆପଣଙ୍କୁ ଲାଗୁଛି ସାନମା ଏ ଘର ଛାଡ଼ି ଯାଇକି ବହୁତ ବଡ଼ ଭୁଲ କରିଛନ୍ତି, ତାହେଲେ ଆପଣ ସେଠିକି ଯାଇ ସେମାନଙ୍କୁ ଗାଲି କରନ୍ତୁ, ନିଜର ଅଧିକାର ଦେଖାନ୍ତୁ, ଆଉ ତାଙ୍କୁ ପୁଣି ଥରେ ଏଠିକି ଫେରେଇ ଆସିବା ପାଇଁ ଅର୍ଡର ଦିଅନ୍ତୁ। ମୁଣ୍ଡ ନୁଆଇବା କିଛି ବି ଦରକାର ନାହିଁ ମାମା। ତାପରେ ମାୟା କିଛି ନ କହି ଚେୟାରରେ ଯାଇ ବସିବେ। ତାପରେ ଆଦର୍ଶ ବି ଯାଇ ତାଙ୍କ ପାଖରେ ବସିବେ ଆଉ କହିବେ, ହଁ ମା, ତମେ ଖାଲି ଥରେ ତ ଖୁଡ଼ିଙ୍କୁ ଅର୍ଡର ଦେଇକି ଦେଖନ୍ତୁ। ତମେ ଦେଖିବ ତମ ଅର୍ଡରକୁ ଖୁଡ଼ି କେବେ ବି ଅମାନ୍ୟ କରିବେନି। ମା, ଦାଦା ଖୁଡ଼ି ଦିଜଣ ତମକୁ ଖାଲି ଭଲ ପାଆନ୍ତିନି, ତମକୁ ବହୁତ ସମ୍ମାନ ବି ସେମାନେ କରନ୍ତି। ତେଣୁ ପ୍ଲିଜ୍ ମା, ତମେ ଆମ ସାଙ୍ଗରେ ଚାଲ। ଆମେ କହିଲେ ଖୁଡ଼ି ଆମ ସାଙ୍ଗରେ ଆସିବେନି, କେବଳ ତମେ ହିଁ ତାଙ୍କୁ ଆଣିପାରିବ। ମୁଁ ଜାଣେ ମା, ଦାଦା ଖୁଡ଼ିଙ୍କ ବିନା ତମେ ଏ ଘରେ ପୂଜା କରି ଘରେ କେବେ ବି ଅନର୍ଥ କରିବାକୁ ଚାହିଁବନି। ତେଣୁ ଏମିତି କହୁଥିଲା ବେଳେ ଆଦର୍ଶ ମାୟା ଉଠିବେ ଆଉ କହିବେ, ଚାଲ ଚାଲ ଯିବା। ତାପରେ ରୁବି ମାୟାର ହାତକୁ ଧରି ପକାଇବେ ଆଉ କହିବେ, ମାୟା, ଇଏ ତୁ କ'ଣ କରୁଛୁ? ଦେଖ, ତୁ ଏମାନଙ୍କ କଥା ଶୁଣନି। ତାପରେ ମାୟା ରୁବିକୁ କହିବେ, ବାସ୍ ଦିଦି, ଏଇଟା ମହାପାତ୍ର ଘରର ପରମ୍ପରାର ପ୍ରଶ୍ନ, ତୁ ଏଥିରେ ଦଖଲ ଦେନା। ସକାଳୁ ଉଠିକି ସିଧା ମୋ ପାଖକୁ ଆସିଛୁ, ଯା ଫ୍ରେଶ ହ। ଘରର ବଡ଼ ଲୋକମାନେ ସକାଳୁ ଏମିତି ନ ଗାଧୋଇ 9ଟା ପର୍ଯ୍ୟନ୍ତ ରୁହନ୍ତିନି। ତୁ ଏ ପର୍ଯ୍ୟନ୍ତ ଅଗାଧୁଆ ଅଛୁ, ଏ କଥା ଯଦି ପିଇସି ମା ଜାଣିବେ, ତାହେଲେ ସିଏ ମୋ ବିଷୟରେ କ'ଣ ଭାବିବେ? ଏଇଆ କହିବେ ମୁଁ ଏ ଘରକୁ ଡିସିପ୍ଲିନ୍ ଶିଖେଇନି। ତେଣୁ ତୁ ଯଦି ମୋ ଭଉଣୀ, ତାହେଲେ ତୋ ଯୋଗୁଁ ମୋ ଉପରେ ଆଙ୍ଗୁଠି ଉଠିବା ପୂର୍ବରୁ ତୁ ତୋ ନିଜକୁ ସୁଧାରି ନେ। ଏମିତି କହି ମାୟା ଆଦର୍ଶକୁ କହିବେ, ଚାଲ ଆଦର୍ଶ। ତାପରେ ଆଦର୍ଶ ଆଉ ମାୟା ଚାଲିଯିବେ।